ଭିଜିଲାନ୍ସ ଜାଲରେ ଠିକାଦାର ଲକ୍ଷ୍ମୀଧର ରାଉତରାୟ ସେ ସରକାରୀ ଟଙ୍କା ହଡପ କରିବା ମାମଲାରେ ଭିଜିଲାନ୍ସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ନୂଆପଡା ଖଡିଆଳରେ ବିନା କାମରେ 57 ଲକ୍ଷ ଟଙ୍କା ହଡପ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ପହଲଗାଁ ଆକ୍ରମଣ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରି ସ୍ୱଦେଶ ଫେରାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗୁଜରାଟରେ ବହୁ ସଂଖ୍ୟକ ବାଂଲାଦେଶୀଙ୍କୁ ଠାବ କରାଯାଇଛି। ବେଆଇନ ଭାବେ ଏମାନେ ରହୁଥିବାରୁ ପ୍ରଶାସନ ସେମାନଙ୍କୁ ଅଟକ ରଖିଛି। ପ୍ରବଳ ବର୍ଷା ଯୋଗୁଁ ସିକ୍କିମର ଲାଚେନ ଓ ଲାଚୁକ ସହରରେ ଭୂସ୍ଖଳନ। ଶୁକ୍ରବାର ସୁଦ୍ଧା ଏହି ଦୁଇଟି ସ୍ଥାନରୁ 1500 ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି 1000 ପର୍ଯ୍ୟଟକ ଅଟକି ରହିଥିବା ସୂଚନା। ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଏହି ପର୍ଯ୍ୟଟକମାନେ ଅଟକି ଯାଇଥିଲେ। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କଷାବାହାଲ ନିକଟରେ ଅଟୋ ଉପରେ ଏକ ଗଛ ପଡ଼ି ଅଟୋରେ ଥିବା ଯାତ୍ରୀ ଓ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ। କାଳ ବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହୁଥିବା ବେଳେ ବର୍ଷା ଓ ଘଡଘଡି ଲାଗି ରହିଥିଲା। ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ପେଟ୍ରୋଲ ପମ୍ପ ସମ୍ମୁଖ 16 ନମ୍ବର ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ। ମୃତକ ପାରଣା ଖେମୁଣ୍ଡି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଗଜପତି ଜିଲ୍ଲା ପାଟକୁରାର ଏସ୍ ଫାଲ୍ଗୁନ ରାଓ ବୋଲି ସୂଚନା। ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସୱେ କୁନାଲ ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଟ୍ରକର ପଛପଟୁ ପିଟିଲା ହାଇବା। ଫଳରେ ହାଇବାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭଙ୍ଗାରୁଜା ହୋଇଯାଇଥିବା ବେଳେ ହାଇବା ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ତେବେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ପୋଲିସର ତଦନ୍ତ ଜାରି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା କାଉଡୋଳା ଗାଁରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ସ୍ଥାନୀୟ ଏକ ଗଛରେ ପ୍ରେମୀ ଯୁଗଳ ଗୋଟିଏ ଗାମଛାରେ ଫାଶୀ ଲଗାଇ ଝୁଲି ପଡ଼ିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି। ପୁରୀ ଜିଲ୍ଲା ଡେଲାଙ୍ଗା ଥାନା ଅଞ୍ଚଳରେ ନକଲି ହନୁମାନ ମୁଦ୍ରା ଓ ଜାଲ ନୋଟ ଦେଇ ଠକୁଥିବା ଏକ ଗୋଷ୍ଠୀର 3 ଜଣ ସଦସ୍ୟଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରିଛି ଏବଂ ସେମାନଙ୍କ ଠାରୁ ଏକ ନକଲି ହନୁମାନ ପଇସା ସମେତ ମୋବାଇଲ ଫୋନ, କାର, ରଙ୍ଗୀନ ଜେରେକ୍ସ ଓ ପ୍ରିଣ୍ଟିଂ ମେସିନ, କେମିକାଲ ରଙ୍ଗ ଓ କିଛି କାଗଜ ବିଡାକୁ ପୋଲିସ ଜବତ କରିଛି। ସେମାନେ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ ବାରିକ, ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳର ଶ୍ରୀନିବାସ ସାହୁ ଓ ବୁଡେନ ଥାନା ଅଞ୍ଚଳର ପ୍ରଦୀପ ଅଗ୍ରୱାଲ। ଗଞ୍ଜାମ ଜିଲ୍ଲା ପାଟକୁର ଥାନା ଅଞ୍ଚଳର 4 ବର୍ଷର କୁନି ଝିଅର ମୃତଦେହ ଏକ ନିର୍ମାଣାଧୀନ ଘରୁ ଉଦ୍ଧାର ହୋଇଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଶିଶୁ କନ୍ୟା ଜଣକ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲା। ଏବଂ ନୁହୁ ଜିଲ୍ଲା ଥାନା ଫିରୋଜପୁର ଝିର୍କା ସୀମା ଅନ୍ତର୍ଗତ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେରେ ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ 6 ଜଣ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 5 ଜଣ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି। ଏବଂ ପିକଅପ୍ ଚାଳକ ନାଁରେ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।